ଆଜିର ପ୍ରସଙ୍ଗ ସାନ୍ତାଳୀ ଭାଷା ଓ ସାଂସ୍କୃତିକ ଜାଗରଣର ଏକ ଶତକ ଅଲଚିକି ଲିପି। ଆଲେଖ୍ୟ ଉପସ୍ଥାପନାରେ ପ୍ରଫେସର ଡକ୍ଟର ମୃଣାଳ ଚାଟାର୍ଜୀ। 2025 ମସିହାରେ ସାନ୍ତାଳୀ ଭାଷାର ଲିପି ଅଲଚିକିର 100 ବର୍ଷ ପୂର୍ଣ୍ଣ ହେଉଛି। 1925 ମସିହାରେ ଗୁରୁ ଗୋମକେ ସାନ୍ତାଳୀ ଭାଷାରେ ଏହାର ଅର୍ଥ ହେଲା ମହାନ ଶିକ୍ଷକ ରଘୁନାଥ ମୁର୍ମୁ ସାନ୍ତାଳୀ ଭାଷା ପାଇଁ ଏ ଲିପିକୁ ଉଦ୍ଭାବନ କରିଥିଲେ। ଏହା ଥିଲା ଏକ ବୈପ୍ଳବିକ ପଦକ୍ଷେପ। ଅଲଚିକି କେବଳ ଗୋଟେ ଲିପି ନୁହେଁ, ଏହା ହେଇ ଉଠିଲା ଏକ ଜାତିର ଆତ୍ମପରିଚୟ, ସାଂସ୍କୃତିକ ପୁନରୁତ୍ଥାନ ଏବଂ ଭାଷାଗତ ମର୍ଯ୍ୟାଦାର ପ୍ରତୀକ। ଆଉ ଗୋଟିଏ ଦୃଷ୍ଟିରୁ ମଧ୍ୟ ଅଲଚିକି ଲିପି ଏକ ସ୍ୱତନ୍ତ୍ର ମାନ୍ୟତାର ହକଦାର। ତାହା ହେଲା ଜଣେ ବ୍ୟକ୍ତି ଗୋଟେ ଭାଷାର ଲିପି ତିଆରି କରିବା ଏବଂ ଏତେ କମ୍ ସମୟ ଭିତରେ ତାହା ସମାଜ ଏବଂ ସରକାରଙ୍କର ମାନ୍ୟତା ପ୍ରାପ୍ତ ହେବା ପୃଥିବୀ ଇତିହାସରେ କ୍ୱଚିତ ହେଇଛି। ସାନ୍ତାଳ ଜନଜାତି ଗୋଷ୍ଠୀ ଭାରତର ଓଡ଼ିଶା, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଆସାମ, ତ୍ରିପୁରା ଏବଂ ଆଉ କେତେକ ଉତ୍ତର ପୂର୍ବାଞ୍ଚଳୀୟ ରାଜ୍ୟରେ ଦେଖାଯାଆନ୍ତି। ଭାରତ ଛଡ଼ା ବାଂଲାଦେଶ, ନେପାଳ ଏବଂ ଭୁଟାନରେ ମଧ୍ୟ ଏମାନେ ଅଳ୍ପ ସଂଖ୍ୟାରେ ଅଛନ୍ତି। ସାନ୍ତାଳମାନଙ୍କର ଭାଷା ହେଲା ସାନ୍ତାଳୀ। ଏହା ଏକ ଆଷ୍ଟ୍ରୋ ଏସିଆଟିକ୍ ଭାଷା। ଭାରତରେ ପ୍ରାୟ 75 ଲକ୍ଷ ଲୋକ ଏ ଭାଷା କହନ୍ତି। ଏହା ହେଲା ସାରା ପୃଥିବୀରେ ଆଷ୍ଟ୍ରୋ ଏସିଆଟିକ୍ ଭାଷା କହୁଥିବା ତୃତୀୟ ବୃହତ୍ତମ ଜନଗୋଷ୍ଠୀ। ପ୍ରଥମ ହେଲା ଭିଏତନାମିଜ, ଦ୍ୱିତୀୟ ହେଲା କାମ୍ବୋଡିଆର ଖେମେର। ଦୀର୍ଘ ବର୍ଷ ଧରି ସାନ୍ତାଳୀ ଏକ ମୌଖିକ ଭାଷା ଭାବରେ ଥିଲା। ପ୍ରାଥମିକ ଭାବରେ ସାନ୍ତାଳୀ ଭାଷାକୁ ଲିପିବଦ୍ଧ କରିବା ପାଇଁ ରୋମାନ, ବଙ୍ଗଳା, ଓଡ଼ିଆ, ଦେବନାଗରୀ ଆଦି ଲିପି ବ୍ୟବହାର କରାଯାଉଥିଲା। କିନ୍ତୁ ଏଗୁଡ଼ିକର ଧ୍ୱନିଗତ ଗଠନ ସାନ୍ତାଳୀ ଭାଷା ଉପଯୋଗୀ ନଥିଲା। ଏହି ସମସ୍ୟାର ସମାଧାନ କରିବା ପାଇଁ ଏବଂ ଆଦିବାସୀ ସମାଜରେ ଶିକ୍ଷା ଓ ସଚେତନତାର ପ୍ରସାର ପାଇଁ ପଣ୍ଡିତ ରଘୁନାଥ ମୁର୍ମୁ 1925 ମସିହାରେ ଅଲଚିକି ଲିପି ସୃଷ୍ଟି କରନ୍ତି। ସେତେବେଳେ ତାଙ୍କ ବୟସ ମାତ୍ର 20। ସ୍କୁଲ ଭର୍ତ୍ତି ହେବା ସମୟରୁ ସାନ୍ତାଳୀ ଭାଷା ପାଇଁ ସେ ଲିପି ସୃଷ୍ଟିରେ ଲାଗିଥିଲେ। ଅଲଚିକି ଲିପି ଭାରତୀୟ ଉପମହାଦେଶରେ ପ୍ରଚଳିତ ବ୍ରାହ୍ମୀଧର୍ମୀ ଲିପି ଭଳି ନୁହଁ। ଏହା ସତରେ ଏକ ବର୍ଣ୍ଣମାଳା, ଯେଉଁଥିରେ ପ୍ରତ୍ୟେକଟି ବର୍ଣ୍ଣ ଗୋଟିଏ ଧ୍ୱନିକୁ ପ୍ରତିଧ୍ୱନିତ କରୁଛି। ଏଥିରେ ରହିଛି 30ଟି ବର୍ଣ୍ଣ, ଯାହା ସାନ୍ତାଳୀ ଭାଷାର ଧ୍ୱନିଗତ ବୈଚିତ୍ର୍ୟକୁ ସୁନ୍ଦର ଭାବରେ ଫୁଟେଇ ତୋଳେ। ଯେହେତୁ ରଘୁନାଥ ମୁର୍ମୁ ନିଜେ ଥିଲେ ସାନ୍ତାଳ, ସେ ଏ ଭାଷାର ଅନ୍ତର୍ନିହିତ ଗଠନ ଓ ଉଚ୍ଚାରଣ ସହିତ ଗଭୀର ଭାବରେ ପରିଚିତ ଥିଲେ। ଇଂରାଜୀ, ଓଡ଼ିଆ ଭଳି ଏହା ବାମରୁ ଡାହାଣକୁ ଲେଖାଯାଏ। ଏହାର ପ୍ରତ୍ୟେକ ଅକ୍ଷର ପ୍ରାକୃତିକ ଚିତ୍ରର ଅନୁକରଣରେ ତିଆରି ହୋଇଛି। ଏ ଲିପି ଶିଖିବା ବେଶ ସହଜ। ଅଲଚିକି ଲିପି ସୃଷ୍ଟି ପରେ ଏହାକୁ ଲୋକଙ୍କ ଦ୍ୱାରା ଗ୍ରହଣୀୟ କରିବା ଏବଂ ପ୍ରଶାସନିକ ସ୍ତରରେ ମାନ୍ୟତା ପାଇବା ଥିଲା ବଡ଼ ସମସ୍ୟା। ଅଲଚିକିର ସାଂସ୍କୃତିକ ଏବଂ ରାଜନୈତିକ ପ୍ରଶାସନିକ ସ୍ୱୀକୃତି ପର୍ବ ସହଜ ନଥିଲା। ଏଥିପାଇଁ ରଘୁନାଥ ମୁର୍ମୁ ଏବଂ ତାଙ୍କ ଘନିଷ୍ଠ ସହଯୋଗୀମାନଙ୍କୁ, ବିଶେଷ କରି ତାଙ୍କ ସମ୍ପର୍କୀୟ ମାମୁଁ ସାଉନା ମୁର୍ମୁଙ୍କୁ କଠିନ ପରିଶ୍ରମ କରିବାକୁ ପଡ଼ିଛି। ରଘୁନାଥ ମୁର୍ମୁ ଏହି ଲିପିରେ 150ରୁ ଉର୍ଦ୍ଧ୍ୱ ବହି ଲେଖିଛନ୍ତି। ତା ଭିତରେ ଗପ, କାହାଣୀ, ନାଟକ, ଗୀତ, କବିତା, ପାଠ୍ୟ ବହି ଇତ୍ୟାଦି ସାମିଲ। ତାଙ୍କ ନାଟକ ବିଦୁ ଚନ୍ଦନ ଆଦିବାସୀ ଜାଗରଣର ସାଂସ୍କୃତିକ ଭିତ୍ତି ଭାବରେ ପ୍ରତିଷ୍ଠିତ। ଏ ନାଟକଟିରେ ଉଭୟ ବିଦୁ ଓ ଚନ୍ଦନ ହେଲେ ଦେବତା। ଏମାନେ ସୃଷ୍ଟି କରନ୍ତି ଅଲଚିକି ଭାଷା। ଅଲଚିକି ଭାଷାକୁ ଲୋକଙ୍କ ପାଖରେ ପହଞ୍ଚାଇବା ପାଇଁ ସାନ୍ତାଳମାନେ ରହୁଥିବା ବିଭିନ୍ନ ପ୍ରଦେଶରେ ବିଭିନ୍ନ ସ୍ଥାନରେ ଏ ନାଟକଟିକୁ ପ୍ରଦର୍ଶିତ କରାଯାଉଥିଲା। ଅଲଚିକି ଭାଷାରେ ବହି ଛାପିବା ପାଇଁ ରଘୁନାଥ ମୁର୍ମୁ ଏକ ଛାପା ମେସିନ୍ ମଧ୍ୟ ତିଆରି କରାଇଥିଲେ। 1982ରେ ତାଙ୍କର ଦେହାନ୍ତ ହୋଇଥିଲା। ତାହେଲେ ବର୍ତ୍ତମାନ ଓଡ଼ିଶା ସହ ବିଭିନ୍ନ ରାଜ୍ୟରେ ସାନ୍ତାଳୀ ଭାଷା ଅଲଚିକି ଲିପିରେ ଶିକ୍ଷା ଦିଆଯାଉଛି। ଓଡ଼ିଶା ସରକାର ପ୍ରାଥମିକ ସ୍ତରରୁ ବିଶ୍ୱବିଦ୍ୟାଳୟ ସ୍ତର ଯାଏଁ ଅଲଚିକି ଲିପିରେ ଶିକ୍ଷା ଦେବାର ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଛନ୍ତି। ଅଲଚିକି ଲିପିରେ ସମ୍ବାଦପତ୍ର ପତ୍ରିକା ପ୍ରକାଶିତ ହେଉଛି। ଏ ଲିପିରେ ପ୍ରକାଶିତ ପ୍ରଥମ ପତ୍ରିକା ଫାଗୁନ 2008 ଏପ୍ରିଲରେ ଭୁବନେଶ୍ୱରରୁ ପ୍ରକାଶିତ ହୁଏ। ଏବେ ଜାମଶେଦପୁରରୁ ପ୍ରକାଶିତ ହେଉଛି ସମ୍ବାଦପତ୍ର ଖବରକାଗଜ। ବହୁ ଇ ପତ୍ର ପତ୍ରିକା ମଧ୍ୟ ଆତ୍ମପ୍ରକାଶ କଲାଣି। ଅଲଚିକି ଭାଷାରେ ଅନେକ ବହି ଏବଂ ସରକାରୀ ଭାବରେ ବ୍ୟବହୃତ ନଥିପତ୍ର ମଧ୍ୟ ପ୍ରକାଶିତ ହେଉଛି। ଅଲଚିକି ଲିପି ଏବେ କେବଳ ଗୋଟେ ଭାଷାର ବାହକ ଭାବରେ ନୁହେଁ, ଆଦିବାସୀ ଜାତିସତ୍ତାର ଗର୍ବ ଏବଂ ମର୍ଯ୍ୟାଦାର ପ୍ରତୀକ ଭାବରେ ପ୍ରତିଷ୍ଠିତ ହେଇଛି। ତେବେ ଲିପିର 100 ବର୍ଷ ଉଦ୍ଯାପନ ଅବସରରେ କେତେଗୁଡ଼ିଏ ଆହ୍ୱାନ ମଧ୍ୟ ରହିଛି। ସୋସିଆଲ ମିଡ଼ିଆ, ୟୁଟ୍ୟୁବ, ୱେବସାଇଟ୍ ଏବଂ ଆପ୍ ମାଧ୍ୟମରେ ନୂଆ ପ୍ରଜନ୍ମ ଭିତରେ ଅଲଚିକିର ଚର୍ଚ୍ଚା ପୁଣି ଫେରି ଆସୁଛି। ସାନ୍ତାଳୀ ଭାଷାରେ ଅନେକ ସିନେମା ହେଉଛି, ଡିଜିଟାଲ କଣ୍ଟେଣ୍ଟ ମଧ୍ୟ ଅନେକ ହେଉଛି ଏବଂ ଏଗୁଡ଼ିକ ଯେତେବେଳେ ଲେଖାରେ ଆସୁଛି ସେତେବେଳେ ଅଲଚିକି ହିଁ ବେଶୀ ବ୍ୟବହାର କରାଯାଉଛି।